द्वितीय अध्याय श्रीशुकवाच प्रद्युम्न श्राद्ध देव बला तपच करणे बने गला पथे छाड़िला निज तनु ता शुणी व्यवसुत मनु अपुत्री भय जे उच्चाटे मिलिला जमुनार तटे सते बरस वेद मते समाधि बसी दृढ़ चिते संतति अर्थे सूर्यबला विष्णु चरणे पूजा कला अनेक मते स्तुति करी तुषिला प्रभु नर हरि प्रसन्न होई महाबाहु होइले दश पुत्र हेउ इकांक्षु आदि दश सुते होइबे कहु अछि तोते से दश पुत्र मध्य एक पृषध्र नामे जे से विवेक वशिष्ठ वाक्य गुरु पाळे रात्र दिवस से निश्चले एमंत एक दिन रात्रे मेघ अंधार दृष्टिपाते जंतुଙ୍କ ଘୋର ନିଦ୍ରା କାଳେ ଶାର୍ଦୂଳ ମିଳିଲା ଗୋକୁଳେ ଆଘ୍ରାଣ ତାର ବାସ ପାଇ ଭୟ ଉଠିଲେ ସର୍ବଗାଈ ଭ୍ରମନ୍ତି ଇତସ୍ତତ ହୋଇ ବ୍ୟାଘ୍ର ଧୋଇଲା ଏକ ଗାଈ ବେଗେ ଆକର୍ଷି ନଖ ଗାଡ଼େ ପୁଣି ଆକର୍ଷି ପୁଣି ଛାଡ଼େ ସେ ଗୋରୁ ଭୟ ରାବ ଦେଲା ତା ଶୁଣି ଉଠି ମନୁ ବଳା ତୀକ୍ଷ୍ଣ ଖଡ଼ଗ ହସ୍ତେ ଘେନି ନିବିଡ଼ ଅନ୍ଧାର ରଜନୀ ବୃଷ ଯେ ଗୋଷ୍ଠେ ଥିଲା ଶୋଇ ଅନ୍ଧାରେ ବାରି ନ ପାରଇ ଶାର୍ଦୂଳ ବୋଲି ତାର ଶିର ଛେଦିଲା ମନୁର କୁମର ଖଡ଼ଗ ଶିଖା ବ୍ୟାଘ୍ର ଶିରେ ଅଳ୍ପ ବାଜିଲା ତୀକ୍ଷ୍ଣ ଧାରେ ବ୍ୟାଘ୍ରର ଶିର ହୋଇ କ୍ଷତ ପଥରେ ସ୍ରବିଲା ରକତ ପୃଷଧ୍ର ଜାଣେ ବ୍ୟାଘ୍ର ମଲା ଏମନ୍ତ ରଜନୀ ପାହିଲା ବୃଷ ମରଣ କଥା ଶୁଣି ବଶିଷ୍ଠ କୋପେ ଶୀଘ୍ର ପୁଣି ମିଳିଲେ ପୃଷଧ୍ର ସମୀପେ ତାହାଙ୍କୁ ସାପ ଦେଲେ କୂପେ ତୁଜେ ବୋଲାଉ କ୍ଷତ୍ରୀ ଦେହ ଏବେ ତୁ କର୍ମେ ଶୂଦ୍ର ହୁଅ ଏମନ୍ତ ଗୁରୁ ସାପ ପାଇ କପାଳେ କରାଞ୍ଜଳି ଦେଇ ଗୁରୁଙ୍କ ବ୍ରତ ଶିକ୍ଷା ଧରି ଅଧବଦନେ ତପ କରି ବିଷ୍ଣୁର ଚରଣ କମଳେ ସମାଧି ବସି ଯୋଗ ବଳେ ଆତ୍ମାକୁ ଭାବି ଏକାଏକେ ସକଳ ଭୂତ ହରି ଦେଖେ ନିଗ୍ରହ କରି ଇନ୍ଦ୍ରଗଣ ସଙ୍ଗ ଅସଙ୍ଗେ ପବନ ଧାରଣ ଯେବା ମିଳିଲେ ଯେତେବେଳେ ସେ ଭିକ୍ଷା କରେ ସ୍ୱୟଂ କାଳେ ଶରୀର ଆତ୍ମାର ସଂଯୁତେ ଜଡ଼ାର୍ଥ ବଧିରଙ୍କ ମତେ ଭୂମି କରଇ ପର୍ଯ୍ୟଟନ ଏମନ୍ତ ଗଲା କେତେ ଦିନ ଏ ଅନ୍ତେ ଗଲା ଗ୍ରୀଷ୍ମ କାଳ ପବନ ଯୋଗେ ଦାବାନଳ ସେ ଅଗ୍ନି ମଧ୍ୟ ଦେହ ଦେଲା ତକ୍ଷଣେ ଗୋବିନ୍ଦ ପୋଷିଲା ତା ଦେଖି ତାର ସାନ ଭାଇ ବିଷୟାର ସେ ନ ରହଇ ରାଜ୍ୟ ନିୟୋଜି ବନ୍ଧୁ ମେଳେ ପଶିଲା ଅରଣ୍ୟ ଗହଳେ ନିରତ ନାରାୟଣ ପାଦେ ଭକତି କଲା ପ୍ରମାଦେ ଅନ୍ତେ ପଶିଲା ହରି ଦେହେ କିଶୋର ବୟସ ବିମୋହେ କରସୁ ତହିଁ ଯେତେ ସୁତ ରାଜା ହୋଇଲେ ବଳବନ୍ତ ପ୍ରଭା ସ୍ୱଭାବେ ବ୍ରାହ୍ମଣ ଧାର୍ମିକ ନିରତେ ବିଷ୍ଣୁର ସେବକ ଉତ୍ତର ପଥେ ହେଲେ ରାଜା ଧର୍ମେ ପାଡ଼ିଲେ ଜନ ପ୍ରଜା ଦୃଷ୍ଟର ଧ୍ରାଷ୍ଟ କ୍ଷତ୍ରୀ ହୁଏ ସେ ନ ପଡ଼ଇ ମାୟା ମୋହେ ନିରତେ ଭାବ ଜ୍ଞାନ ଜାଣି ପୂଜିଲେ ପ୍ରଭୁ ଚକ୍ର ପାଣି ହରିଭକତି ଭାବ ବଳେ ପଶିଲେ ସମାଧି ନିଶ୍ଚଳେ ନୃପର ପୁତ୍ର ଯେ ସୁମତି ସୁମତି ପୁତ୍ର ଭୃତ ଜ୍ୟୋତି ବସୁ ଯେ ତାହାର ସନ୍ତତି ସ୍ୱଭାବେ ପାଳଇ ସେ କ୍ଷତି ପ୍ରତ୍ୟକ୍ଷ ବସୁ ତହୁଁ ଜାତ ଅଘୋବାନ ନାମେ ତା ସୁତ ତାହାର କନ୍ୟା ଅଘୋବତୀ ସୁଦର୍ଶନ ତାର ପତି ଜେନରିଷନ୍ତିର ନନ୍ଦନ ତାହାର ନାମ ଚିତ୍ରସେନ ଚିତ୍ରସେନର ପୁତ୍ର ରୁକ୍ଷ ତହୁଁ ମଡ଼ିବାନ ପ୍ରତ୍ୟକ୍ଷ ତାହାର ପୁତ୍ର ହୁଏ ପୂର୍ଣ୍ଣର ପୁତ୍ର ଇନ୍ଦ୍ରସେନ ବୀତି ହୋତ୍ର ତାହାଙ୍କ ସୁତ ତାତହୁଁ ସତ୍ୟସ୍ରବା ଜାତ ଓ ଉରୁସ୍ରବା ତାର ନନ୍ଦନ ତାତହୁଁ ଦେବଦତ୍ତ ଜନ୍ମ ଅତି ଅଗ୍ନିବେଶ୍ୟା ନାମରେ ଖ୍ୟାତ ସାକ୍ଷାତ ଅଗ୍ନିଜାର ପୁତ୍ର କାମିନୀ ଜାତୁ କର୍ମ ନାମେ ସେ ପୁଣି ବିଖ୍ୟାତ ଭୁବନେ ତାତହୁଁ ଅଗ୍ନିବସାୟନ ବ୍ରାହ୍ମଣ ବଂଶ ଉତ୍ପନ୍ନ ନିରସ୍ୟନ୍ତର ବଶ୍ୟମାନ ସମସ୍ତେ ଶୁଣିଲେ ରାଜନ ଇଷ୍ଟବଂଶର ଉପାଖ୍ୟାନ ଶ୍ରବଣ କର ହେ ରାଜନ ନାଭାର ନାମେ ଦିଷ୍ଟ ସୁତ କର୍ମେ ସେ ବେଶ୍ୟା ଭାବି ପ୍ରାପ୍ତ ତାହାର ସୁତ ଭଗନନ୍ଦ ବତ୍ସ ପ୍ରୀତି ତାର ନନ୍ଦନ ପ୍ରାସୁ ତାହାର ପୁତ୍ର ଖ୍ୟାତ ପ୍ରମତି ତାତହୁଁ ସମ୍ଭୂତ ପ୍ରମତି ତନୟ ଖନିତ ତା ଚାକ୍ଷୁଷ ହୁଏ ତାର ସୁତ ତାର ତନୟ ବିଶ୍ୱ ତତିରମ୍ବ ଯେ ତାହାର ସନ୍ତତି
ରମ୍ଭର ପୁତ୍ର ଖନି ନେତ୍ର ପରମ ଧାର୍ମିକ ଯେ ଖ୍ୟାତ ତାହାର ନାମ କର ମନ୍ଦ ତାତହୁଁ ଅବିକ୍ଷତ ଜନ୍ମ ମରୁତ ତାହାର ସନ୍ତତି ସେ ଭୂମି ମଧ୍ୟ ଚକ୍ରବର୍ତ୍ତୀ ଅଙ୍ଗିରା କୁଶକେତୁ ବଳା ତାହାର ଗୃହେ ଯଜ୍ଞ କଲା ସେ ଯଜ୍ଞ ସର୍ବଦେବେ ଆସି ନିତ୍ୟ ଯଜ୍ଞକୁ ପରସନ୍ତି ବୋଲନ୍ତି ଯଜ୍ଞ ବସ୍ତୁ ଚାହିଁ ଏମନ୍ତ ଦେଖିଲା ତ ନାହିଁ ହିରଣ୍ୟମୟ ବସ୍ତୁ ଦେଖି ରସ ଭୋଜନେ ପୋଇ ସୁଖୀ ଇନ୍ଦ୍ର ମାତିଲେ ହୋମ ଖାଇ ପିପ୍ରେ ତାତିଲେ ଦାନ ପାଇ ସାର ସଭାରେ ବିଶ୍ୱ ଦେବା ପିତୃ ସହିତେ ପାଇ ସେବା ମରୁତ ପୁତ୍ର ଦମ ନାମେ ଜଗତ ରୂପ ଦେଖେ ସମେ ତାର ବର୍ଦ୍ଧନ ତା ନନ୍ଦନ ତା ସୁତ ଧୃତି ଅନୁପମ ଧୃତି କୁମର ଉଷୌ ଧୃତି ତା ବୀର୍ଯ୍ୟ ନର ଉତପତି କେବଳ ତାର ତହୁଁ ଜାତ ଯାବଂଶ ଧୁନ୍ଦୁମାନ ଖ୍ୟାତ ତାର କୁମର ବେଗବାନ ତାତହୁଁ ବୁଧ ହେଲା ଜନ୍ମ ତାର ତନୁଜ ତୃଣ ବିନ୍ଦୁ ଯା ରୂପେ ପଟାନ୍ତର ଇନ୍ଦୁ ତାହାର ପତ୍ନୀ ଅଳମ୍ବୁଷା ଅପ୍ସରା ଗଣେ ରୂପ ଶେଷା ତା ଗର୍ଭେ ଇଳମ୍ବିଳା ଜାତ ବିଶ୍ରବା ଋଷି ଯାର କାନ୍ତ ବିଶ୍ରବା ଇଳମ୍ବିଳା ଗର୍ଭେ କୁବେର ଉପୁଜିଲା ଭାବେ ସେ ମୁନି ଯୋଗେଶ୍ୱର କଳା ଆନନ୍ଦେ ପୁତ୍ର ଶିକ୍ଷା ଦେଲା ବିଶାଳ ଶୂନ୍ୟ ବନ୍ଧୁ ଘେନି ଧୂମକେତୁକୁ ଘେନି ତିନି ଏମାନେ ତୃଣବିନ୍ଦୁ ଜନ୍ତୁ ବିଶାଳ ରାଜା ତାଜାର କେତୁ ବୈଶାଳୀ ପୁରେ ସେ ଯେ ନିର୍ମା ତାତହୁଁ ହେମ ଇନ୍ଦ୍ର ହୋଇ ଧ୍ରୁମାକ୍ଷ ନାମେ ତାର ସୁତ ତହୁଁ ସଂଯମ ହୁଏ ଜାତ ସଂଯମ ତହୁଁ ସହଦେବ ଅପର କୃଷାସୁ ସମ୍ଭବ କୃଷାସୁ ପୁତ୍ର ସମଦତ୍ତ ତାହାର ମହିମା ଅଦ୍ଭୁତ ଆନନ୍ଦେ ଅଶ୍ୱମେଧ କଲା ପରମ ବ୍ରହ୍ମ ଯେ ପଶିଲା ସୁମତି ସମଦତ୍ତ ବଳା ରୂପେ ବିରାଜେ କାମ କଳା ତାର କୁମର ମହାଶୟ ଜାତ ଯା ବଂଶେ ଜନ୍ମଜୟ ବିଶାଳ ପୁରେ ତେ ରାଜା ସୁଖେ ପାଳିଲେ ଜନ ପ୍ରଜା ଯେ ଯଶ କୀର୍ତ୍ତି ନିଜ ଧନ ସକଳ ଗୁଣେ ସମ୍ପାଦନ ଏମନ୍ତେ କହିବି ମୁଁ କେତେ ଶୁଣ ରାଜନ ଏକଚିତେ ବଂଶାନୁଚରିତ ଏ ବିଧି ଯାର ସ୍ମରଣେ ସର୍ବସିଦ୍ଧି ଯେ ଶୁଣନ୍ତି ଗୁଣନ୍ତି ଅପୁତ୍ରୀ ସୁପୁତ୍ର ଲଭନ୍ତି କମଳା ରହେ ତା ଭୁବନ ଯଶ ବଢ଼ଇ ଦିନେ ଦିନ ବୋଲଇ ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ସୁଜନେ ଶୁଣ ଏକଚିତ ସଂସାରୁ ତରିବ ଯେମନ୍ତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ ବୟାସିକା ନବମ ସ୍କନ୍ଧେ ବଂଶାନୁଚରିତେ ନାମ ଦ୍ୱିତୀୟ ଅଧ୍ୟାୟ।